ଟି ସେଥିରୁ ଲକ୍ଷାଧିକ ଟଙ୍କାର ଚୋରା ବାଣ ନେଇ ଆସୁଥିବା OD05BA9739 ନମ୍ବର ପିକଅପ୍ ଭ୍ୟାନ୍କୁ ଜବତ କଲା ବୈଦେଶ୍ୱର ପୁଲିସ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ ଗିରଫ ଚୋରା ବାଣ ବେପାରୀ ମାଲିକ ତିଗିରିଆ ବ୍ଲକ 5 ଗାଁର ନରେଶ ପ୍ରଧାନ। ଅନ୍ୟ ଜଣେ ମହିନ୍ଦ୍ରା ବୋଲେରୋ ଡ୍ରାଇଭର ବାଣେଶ୍ୱର ପଣ୍ଡାର ଚନ୍ଦନ ରାଉତ। ଟି ସେତୁ ଦେଇ ଭଞ୍ଜନଗର, ଫୁଲବାଣୀ, ବୌଦ୍ଧ, ନୟାଗଡ଼, ସୋନପୁର ଜିଲ୍ଲାର ଚୋରା ବ୍ୟବସାୟୀମାନଙ୍କୁ ହୋଲସେଲିଂ ପାଇଁ ବାଙ୍କି କଳାପଥର ଦେଇ ଯିବାର ଥିଲା। ସୂଚନା ପାଇ ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟରଞ୍ଜନ ସେଠୀ ଟି ସେତୁ ଉପରୁ ବାଣ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରି ଥାନାକୁ ଆଣିଥିଲେ। ପ୍ରଚୁର ଖରା ହେଉଥିବାରୁ ବାଣ ବୋଝେଇ ଭ୍ୟାନ୍ ଖଲାସ କରି ପୁରୁଣା ଥାନାରେ ସିଲ୍ କରି ରଖାଯାଇଛି। ଗାଡ଼ିର ଡ୍ରାଇଭର ସମେତ ଚୋରା ବାଣ ବେପାରୀଙ୍କୁ ଗିରଫ କରାଯାଇ ସନ୍ଧ୍ୟାରେ ବାଙ୍କି କୋର୍ଟ ଚାଲାଣ କରାଯାଇଛି। କଟକ ବାଙ୍କିରୁ ଶିବପ୍ରସାଦ ସାହୁଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଆ।